ଆପଣ ରାମାୟଣରେ ଦେଖିଥିବେ ରାବଣର ପାଦ ତଳେ ଗୋଟେ ବ୍ୟକ୍ତି ସବୁବେଳେ ଶୋଇକି ରହିଥାଏ ଏବଂ ଏ ବ୍ୟକ୍ତି ଜଣକ କିଏ ଏବଂ କାହିଁକି ରାବଣର ପାଦ ତଳେ ଶୋଇକି ରହିଥାଏ। ଦେଖ ରାବଣ ଶକ୍ତିଶାଳୀ ସହିତ ବି ରାବଣ ବହୁତ ବୁଦ୍ଧିମାନ ଥିଲେ ଏବଂ ମହାଦେବ ଶିବଙ୍କ ଗୋଟେ ବହୁତ ଭକ୍ତ ବି ଥିଲେ। ପୁରାଣ କଥା ଅନୁସାରେ ଯେତେବେଳେ ମେଘନାଥ ଜନ୍ମ ହେବା ସମୟ ଆସିଥିଲା ସେହି ସମୟ ରାବଣ ବୁଦ୍ଧି ଲଗେଇ ସବୁ ଗ୍ରହ ମାନଙ୍କୁ ବନ୍ଦୀ କରି ରଖିଥିଲା। କାହିଁକି ନା ରାବଣ ଚାହୁଁଥିଲା ମେଘନାଥ ଜନ୍ମ ପରେ କୌଣସି ଗ୍ରହର ପ୍ରଭାବ ମେଘନାଥ ଉପରେ ନ ପଡୁ ବୋଲି ଏବଂ ମେଘନାଥ ଅଜୟ ଏବଂ ଅମର ହେଇଯାଉ। ଏହାପରେ ସବୁ ଦେବତା ମାନେ ଭୟଭୀତ ହୋଇଗଲେ ଏବଂ ସବୁ ଦେବତା ମାନେ ଶନିଦେବଙ୍କ ଉପରେ ନିର୍ଭର କଲେ। ଦେଖ ରାବଣ ବନ୍ଦୀ କରି ନବଗ୍ରହଙ୍କୁ ଗୋଟେ ଶୁଭ ସମୟ ରଖିଥିଲା। ସେହି ସମୟରେ ଶନିଦେବ କଣ କରିଥିଲେ ନା ସେହି ଶୁଭ ସମୟରୁ ବାହାରି ଆସି ଅନ୍ୟ ଗ୍ରହକୁ ଚାଲି ଯାଇଥିଲେ, ଯାହା ଫଳରେ ସବୁ ଅଶୁଭ ହୋଇଯାଇଥିଲା, ଯାହା ଫଳରେ ମେଘନାଥ ଅଜୟ ଓ ଅମର ହେଇପାରିଲେ ନାହିଁ। ଯେତେବେଳେ ଏଇ କଥା ରାବଣ ଜାଣିପାରିଥିଲା ସେହି ସମୟ ରାବଣ ବହୁତ ଜୋର ରାଗି ଯାଇ ଶନିଦେବଙ୍କୁ ଆଣି ତାଙ୍କ ପାଦ ତଳେ ରଖିଦେଇଥିଲେ ଏବଂ ତାଙ୍କ ମୁହଁକୁ ବି ତଳକୁ କରିଦେଇଥିଲେ। କାହିଁକି ନା ରାବଣ ଚାହୁଁଥିଲେ କି ଶନିଦେବଙ୍କ କୋପ ଦୃଷ୍ଟି ଲଙ୍କା ଉପରେ ନ ପଡୁ ବୋଲି। ଏହାପରେ ଶନିଦେବଙ୍କୁ ବନ୍ଦୀରୁ ବାହାର କରିବା ପାଇଁ ଯେତେବେଳେ ମହାବୀର ହନୁମାନ ମାତା ସୀତାଙ୍କ ସନ୍ଧାନ ଯାଇଥିଲେ ସେହି ସମୟରେ ମହାବୀର ହନୁମାନ ଶନିଦେବଙ୍କୁ ବନ୍ଦୀରୁ ମୁକ୍ତି କରିଦେଇଥିଲେ।